ଶ୍ରୋତାବନ୍ଧୁ ବିଶିଷ୍ଟ ସମାଲୋଚକ ଚିତ୍ତରଞ୍ଜନ ଦାସଙ୍କ ମତରେ ସାହିତ୍ୟ ମନର ବିଳାସ ନୁହେଁ ବରଂ କ୍ରାନ୍ତିକାରୀମାନଙ୍କ ପକ୍ଷେ ଏକ ଅମୋଘ ଆୟୁଧ, ଯାହାଦ୍ୱାରା ସମାଜ ସଂସ୍କାର ଓ ସଂଶୋଧନ ସମ୍ଭବ। ପ୍ରକୃତରେ ଶ୍ରୋତାବନ୍ଧୁ ସଚ୍ଚୋଟ ଲେଖକଟିଏ ସର୍ବଦା ସ୍ୱାନ୍ତ ସୁଖାୟ ସର୍ବଜନ ହିତାୟରେ ବିଶ୍ୱାସୀ ଥାଏ। ଅନୁରୂପ ଭାବରେ ସମକାଳୀନ ଓଡ଼ିଆ ସାହିତ୍ୟରେ ସାମ୍ପ୍ରତିକ ସମାଜର ସକଳ ଅଶିକ୍ଷା, ଅନୀତି, ଅନାଚାର ଓ ଅପସଂସ୍କୃତିର ଅପସାରଣ ପାଇଁ ସାହିତ୍ୟକୁ ଅସ୍ତ୍ର ପରି ଉପଯୋଗ କରିଥିବା ବିଶିଷ୍ଟ ପ୍ରାବନ୍ଧିକ ହେଉଛନ୍ତି ବୈଷ୍ଣବଚରଣ ମହାନ୍ତି। ବୈଷ୍ଣବଚରଣ ମହାନ୍ତି 1954 ମସିହା ଅଗଷ୍ଟ 15 ତାରିଖରେ ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ତିଥିରେ ପିତା କଣ୍ଡୁରୀଚରଣ ମହାନ୍ତି ଓ ମାତା ଶକୁନ୍ତଳା ମହାନ୍ତିଙ୍କ କୁଳମଣ୍ଡନ କରି ଜଗତସିଂହପୁର ଜିଲ୍ଲାସ୍ଥ ରାହାମା ନିକଟବର୍ତ୍ତୀ ଭରାଳ ଗ୍ରାମରେ ଭୂମିଷ୍ଠ ହୋଇଥିଲେ। ଶ୍ରୀ ମହାନ୍ତି ଜଣେ ସଂସ୍କାରବାଦୀ ସମାଜବାଦୀ ସାହିତ୍ୟିକ। ତେବେ ସେ ଏକାଧାରରେ ଜଣେ କବି, ନାଟ୍ୟକାର, ନିବନ୍ଧକାର, ଜୀବନୀକାର, ଶିଶୁ ସାହିତ୍ୟିକ, ଅନୁବାଦକ, ସମ୍ପାଦକ, ଜଣେ କୃତବିଦ୍ୟ ସମାଲୋଚକ ତଥା ଜଣେ ବାଗ୍ମୀ ମନୀଷୀ। ଆଜି ଆପଣମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ବୈଷ୍ଣବଚରଣ ମହାନ୍ତିଙ୍କ ଦ୍ୱାରା ଲିଖିତ ବୋଉ ବିଶ୍ୱବିଦ୍ୟାଳୟ ପ୍ରବନ୍ଧ ଓ ରମ୍ୟ ରଚନା ପୁସ୍ତକସ୍ଥ ଏକ ସୁନ୍ଦର ରମ୍ୟ ରଚନା ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପନ କରୁଛି, ଯାହାର ଶୀର୍ଷକ ହେଉଛି ବିଶ୍ୱାସ। ପ୍ରାବନ୍ଧିକ ଶ୍ରୀଯୁକ୍ତ ବୈଷ୍ଣବଚରଣ ମହାନ୍ତି। ସେଓ, ନାସପାତି, ଅଙ୍ଗୁର ଆଦି ଫଳ ଯେଉଁମାନେ ଦେଖିଛନ୍ତି ବା ଚାଖିଛନ୍ତି, ସେମାନଙ୍କ ଭିତରୁ କେତେଜଣ ଏସବୁ ଗଛ ଦେଖିଛନ୍ତି? ନ ଦେଖିଲେ ବି ଏମାନଙ୍କ ଭିତରୁ କେହି ଜଣେ ବି ହେଲେ କହିପାରିବେ କି ଏସବୁର ଗଛ ନାହିଁ ବୋଲି? ଯେହେତୁ ଫଳ ଅଛି, ଗଛ ଥାଇପାରେ ବୋଲି ସମ୍ଭାବନାର୍ଥରେ କେହି କେହି କହିବେ ନାହିଁ, ବରଂ ଗଛ ଅଛି ବୋଲି ନିଶ୍ଚୟାର୍ଥରେ ସମସ୍ତେ କହିବେ, କାରଣ ଗଛ ଯଦି ନାହିଁ, ଫଳ କୋଉଠୁ ଆସିଲା? ମୁଁ ଈଶ୍ୱରଙ୍କୁ ବିଶ୍ୱାସ କରେନି, କିନ୍ତୁ ଈଶ୍ୱର ବିଶ୍ୱାସକୁ ବିଶ୍ୱାସ କରେ। ଯେହେତୁ ମୁଁ ଈଶ୍ୱର ବିଶ୍ୱାସକୁ ବିଶ୍ୱାସ କରେ, ଈଶ୍ୱର ନାହାନ୍ତି ବୋଲି କେମିତି କହିବି? ମୋ ପିଲାବେଳର କଥା। ଆମ ଘର ସାମ୍ନାରେ ମାଗ ବାରିକଙ୍କ ଘର। 4-5 ଖଣ୍ଡ ଗାଁର ସେ ବାରିକ ଖିଅର ବାର କରି ସୁଖରେ କୁଟୁମ୍ବ ଚଳାନ୍ତି। କୁଟୁମ୍ବ କହିଲେ 20-25 ପରାଣୀ କୁଟୁମ୍ବ। ତାଙ୍କ ପରିବାରରେ ଯାହା ଦେହ ଖରାପ ହୁଏ, ମାଗ ପିଇସା, ଆମେ ତାଙ୍କୁ ମାଗ ପିଇସା ଡାକୁ, ତେରମାଣପୁର ହୁକୁମ ପାଖକୁ ଯାଆନ୍ତି। ରାହାମା ପାଖରେ ତେରମାଣପୁର। ସେଠି ନୃସିଂହ ଠାକୁରଙ୍କ ହୁକୁମ ନରୀ ବାବାଜୀ ଦିଅନ୍ତି। ସକାଳ 7ଟା ବେଳକୁ ନିହାତି ଶତାଧିକ ଲୋକ ନରୀ ବାବାଜୀଙ୍କ ଦାଣ୍ଡରେ ହୁକୁମ ପାଇଁ ଭିଡ଼ ଜମେଇଥାନ୍ତି। ଗୋଟାଏ କାଚ ବୋତଲରେ ପାଣି ନେଇ ଯିବାକୁ ପଡ଼େ। ସେଇ ବୋତଲ ମୁହଁରେ ନରୀ ବାବାଜୀ କିଛି ଅବୋଧ୍ୟ ମନ୍ତ୍ର ପଢ଼ି ଫୁ 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 କରି 3 ଥର ଫୁଙ୍କନ୍ତି। ମାଗ ପିଇସା ଘର କାହାର ଜ୍ୱର ହେଲା, କାହା ଆଖି ଧରିଲା, କାହା ଅଣ୍ଟା ଯନ୍ତ୍ରଣା ହେଲା, କାହା ଦାନ୍ତ ବିନ୍ଧିଲା, କୋଉ ପିଲାକୁ ପିହୁଳା ମାରିଲା, ସବୁ ସେଇ ନରୀ ବାବାଜୀଙ୍କ ଫୁଙ୍କା ପାଣିରେ ଭଲ ହୁଏ। ଗାଁ ଛାଡ଼ି କଲେଜରେ ପଢ଼ିବାକୁ ଆସିବା ପର୍ଯ୍ୟନ୍ତ ମୁଁ ଦେଖିଛି ମାଗ ପିଇସା ଘରର ଲୋକେ କେବେ କେହି ଡାକ୍ତରଖାନା ଯାଇନାହାନ୍ତି। ନରୀ ବାବାଜୀ ମାଗ ପିଇସାଙ୍କ ପାଇଁ ଶିଶୁ ରୋଗ ବିଶେଷଜ୍ଞ, ଆଖି ରୋଗ ବିଶେଷଜ୍ଞ, ହାଡ଼ଭଙ୍ଗା ଡାକ୍ତର, ଦାନ୍ତ ଡାକ୍ତର, ସର୍ବରୋଗ ବିଶେଷଜ୍ଞ ଡାକ୍ତର ମଉଡ଼ମଣି ମଧ୍ୟ। ଏବେ ବିଜ୍ଞାନ ଦୃଷ୍ଟିକୋଣରୁ ବିଚାର କଲେ ନରୀ ବାବାଜୀଙ୍କ ସେଇ ଫୁଙ୍କା ପାଣି ଥିଲା ମିଛ। ସେଇ ପାଣିରେ ମାଗ ପିଇସାଙ୍କ ଘର ଲୋକେ ଭଲ ହେବା ଥିଲା କିନ୍ତୁ ସତ। ଆମର ଗୋଟାଏ କଥା ଅଛି, ଯାହା ନ ଦେଖିବ ବେନି ନୟନେ, ପରତେ ନ ଯିବ ଗୁରୁ ବଚନେ। ଏଇ ପରତେ ଶବ୍ଦଟିର ଅର୍ଥ ହେଉଛି ବିଶ୍ୱାସ। ମୁଁ ନିଜ ଆଖିରେ ବାରମ୍ବାର ଦେଖି ଆସିଥିବା ଘଟଣା ଇଏ। ମୁଁ ପରତେ ନ ଯିବି ବା କେମିତି? ଏବେ ଭାବୁଛି ନରୀ ବାବାଜୀଙ୍କ ମିଛ ଫୁଙ୍କା ପାଣି ଓ ମାଗ ପିଇସାଙ୍କ ସତ ଆରୋଗ୍ୟ ଭିତରେ ଯାହା କାମ କରୁଥିଲା,
ତାହା ହେଉଛି ବିଶ୍ୱାସ। ମାଘ ପିଇସାଙ୍କ ଦୃଢ଼ ବିଶ୍ୱାସ। ଏଥର ଆସନ୍ତୁ ଆଖି ଦେଖା କଥାରୁ ଯିବା କାନଶୁଣା କଥାକୁ। କଥାଟା ଜଣେ କୋଟିପତି ସେଠଙ୍କ ସମ୍ପର୍କରେ। ଧରାଯାଉ ସେ ସେଠଙ୍କ ନାଁ ଶଙ୍କର ସେଠ। ଆଉ ଧରାଯାଉ ବି ସେ ପୁରୀର କୋଉ ଡାକ୍ତର ମିଶ୍ରଙ୍କ ପାଖକୁ ଯାଇଥିଲେ। ଶଙ୍କର ସେଠଙ୍କ ଏକମାତ୍ର ପୁଅ ଥିଲା କୁମ୍ଭକର୍ଣ୍ଣ ଭଳି ମୋଟୁ ଆଉ ପେଟୁ। କୁନି ହାତୀଟିଏ କହିଲେ ଠିକ୍ ହେବ। ସେଠ ଦେଶ ବିଦେଶର ବହୁ ବଡ଼ ବଡ଼ ଡାକ୍ତର ପରାମର୍ଶ କଲେ। ବହୁ ବାବା, ମାତା, ବୈଦ, କବିରାଜ, ହୁକୁମ ଝଡ଼ା ଫୁଙ୍କାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ପୁଅର ମୋଟେଇ କମେଇବାକୁ। କିନ୍ତୁ ହାୟ, ସବୁ ଚେଷ୍ଟା ତାଙ୍କର ବିଫଳ ହେଲା। ସେଠ ଶେଷକୁ ହତାଶ ହେଇ ବସିଲେ। ତାଙ୍କ ଆଗରୁ ଯେ ତାଙ୍କ ଏକମାତ୍ର ପୁଅ ସେ ପାରିକି ଚାଲିଯିବ, ପୁଅର ଅସ୍ୱାଭାବିକ ମେଦ ବହୁଳତାରୁ ତାଙ୍କୁ ଏ କଥା ଜଳଜଳ ହେଇ ଦିଶୁଥିଲା। ଦିନେ ତାଙ୍କର ଜଣେ ଦୂର ସମ୍ପର୍କୀୟ ତାଙ୍କୁ କହିଲେ, ତମ ପୁଅକୁ ସେଇ ପୁରୀର ଡାକ୍ତର ମିଶ୍ରଙ୍କୁ ଥରେ ଦେଖାଅ। ସେ ବହୁତ ଭଲ ଡାକ୍ତର। ବହୁ ଅସାଧ୍ୟ ରୋଗକୁ ସେ ଭଲ କରୁଛନ୍ତି। ସେଠ ଜଣକ ବହୁ କୁନ୍ଥୁ କୁନ୍ଥୁରେ ରାଜି ହୋଇ ପୁଅକୁ ନେଇ ଡାକ୍ତର ମିଶ୍ରଙ୍କୁ ଦେଖାଇବାକୁ ଠିକ୍ କଲେ। ଡାକ୍ତର ଦେଖାଇବା ଆଳରେ ତ ଜଗନ୍ନାଥ ଦର୍ଶନ ହେଇଯିବ। ପୁଅ, ବୋହୂ, ନାତି, ନାତୁଣୀ, ଝିଅ ଆଉ ଧର୍ମପତ୍ନୀକି ଧରି ସେଠ ପୁରୀ ବାହାରିଲେ। ଡାକ୍ତର ମିଶ୍ର ଦେଖିଲେ ପୁଅର ପ୍ରେସ୍କ୍ରିପସନ ଫାଇଲଟା ପୁଅ ଭଳି ବି ମୋଟା ହେଇଯାଇଛି। ସବୁ ଧୈର୍ଯ୍ୟର ସହିତ ପଢ଼ିବା ପରେ ଓ ପୁଅର ନାଡି ନକ୍ଷତ୍ର ଜାଣିବା ପରେ କହିଲେ, ଆପଣ ଏବେ ଯାଆନ୍ତୁ। ସେଠ ଜଣକ ମନେ ମନେ ବିରକ୍ତ ହେଲେ ତାଙ୍କର ସେଇ ବନ୍ଧୁଟି ଉପରେ। ମୁଁ ଦେଶ ବିଦେଶର ଏହୁଁ ଡାକ୍ତରଙ୍କୁ ଦେଖାଇ ଫେଲ୍ ମାରିଲିଣି, ଇଏ ମୋତେ ଗୋଟାଏ ଏମିତି ଅନାମଧ୍ୟେୟ ଡାକ୍ତର ପାଖକୁ ପଠାଇ ଦେଇ କହିଲା କ'ଣ ନା ଭଲ ଡାକ୍ତର। ଏ ଡାକ୍ତର ମୋ ପୁଅର ପ୍ରେସ୍କ୍ରିପସନ ଫାଇଲ ଦେଖି ଛୋବ ଗଲାଣି। ଇଏ ଭଲ କରିବ ମୋ ପୁଅକୁ? ଧେତ୍, ଇଏ ଔଷଧ ଲେଖିବ କ'ଣ? ପ୍ରେସ୍କ୍ରିପସନ ଫାଇଲ ଦେଖି ଛାନିଆ ହେଇ କହିଲାଣି, ଯା। ଯା ହଉ, ଆସିଛି ଯେତେବେଳେ ଡାକ୍ତର ଫିସ୍ଟା ଦେଇଦବା ଭଦ୍ରତା ହେବ। ଏତକ ଭାବି ସେଠ ଜଣକ ଚୁପ୍ କରି 500 ଟଙ୍କିଆ ନୋଟ ଖଣ୍ଡିଏ ଡାକ୍ତରଙ୍କ ଟେବୁଲ ଉପରେ ଥୋଇ ଫେରି ଆସୁଥିଲେ। ଡାକ୍ତର ପଛରୁ ଡାକି ଟଙ୍କା ଫେରେଇ ଦେଇ କହିଲେ, ନିଅନ୍ତୁ ଆଜ୍ଞା। ଏମିତିଆ କେସ୍ରେ ମୁଁ ଟଙ୍କା ନିଏନି। ମୁଁ ଏଡ଼େ ଅର୍ଥ ପିପାସୁ ଅମଣିଷ ନୁହେଁ। ଜାଣୁଛି ଆପଣଙ୍କ ପୁଅଟା ଆଉ ଖୁବ୍ ବେଶୀରେ 6 ମାସ ବଞ୍ଚିବ। ମୁଁ ଟଙ୍କା ନେବି କେମିତି? ହେଇ ଖୁବ୍ ବେଶୀରେ ସେ ଆସନ୍ତା ଜୁନ 4 ତାରିଖ ଯାଏ ବଞ୍ଚିବ। ଡାକ୍ତରଙ୍କ କଥାରେ ସତେ ଅବା ଆକାଶ ଛିଣ୍ଡି ପଡ଼ିଲା ସେଠ ପରିବାର ଉପରେ। ଆଉ ଜଗନ୍ନାଥ ଦର୍ଶନ କରିବେ କ'ଣ? ବଡ଼ ଦାଣ୍ଡରେ ମୁଣ୍ଡିଆ ମାରି ସିଧା ଫେରିଲେ ଘରକୁ। ବେଶୀ ଭାଙ୍ଗି ପଡ଼ିଲେ ସେଠଙ୍କ ପତ୍ନୀ। ଯାହା ହେଲେ ମା ମନ। ସେଇ ଦିନଠୁ ଲାଗିଲା ସେ ଘର ଓ ପରିବାର ଭିତରେ ଯେମିତି କୋଉ ଅପଦେବତାର ରାଜୁତି। ସମସ୍ତଙ୍କ ଓଠରୁ ହସ ନିର୍ଦ୍ଦିଷ୍ଟ ହୋଇଗଲା। ବଡ଼ ଆତଙ୍କ ଓ ଆଶଙ୍କା ଭିତରେ 6 ମାସ ବୁଡ଼ି ରହିଲେ ସାରା ପରିବାର। ଜୁନ ମାସ ପହିଲା ଆସିଯିବା ଦିନ ସମସ୍ତଙ୍କ ହୃତ୍ସ୍ପନ୍ଦନ ଅସମ୍ଭବ ଭାବେ ବଢ଼ିଗଲା। 1 ତାରିଖରୁ 4 ତାରିଖ ଯାଏ କେହି ଶୋଇନାହାନ୍ତି, ଖାଇନାହାନ୍ତି କହିଲେ ଚଳେ। ମହାମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣ, ପୂଜା ପ୍ରାର୍ଥନା ଭିତରେ ଜୁନ 4 ତାରିଖ ରାତି ପାହିଲା। ଓଃ, କି ଶାନ୍ତି, କି ଆଶ୍ୱସ୍ତି! ଘର ବଉଁଶ ସାରା ଭୋଗି ଆସିଥିବା ଏଇ 6 ମାସର ମାନସିକ ଯନ୍ତ୍ରଣାର ପ୍ରତିକ୍ରିୟା କେନ୍ଦ୍ରୀଭୂତ ହେଲା ଡାକ୍ତର ମିଶ୍ରଙ୍କ ଉପରେ। ସେଠ ନିଷ୍ପତ୍ତି କଲେ, କାଲି ଆମେ ସାରା ପରିବାର ପୁରୀ ଯିବା, ଜଗନ୍ନାଥଙ୍କଠି ଦୀପ ଲଗେଇବା ଆଉ ସେ ଡାକ୍ତର ମିଶ୍ର ଗାଲରେ 2 ଖୁନ୍ଦା ଲଗେଇ ଫେରିବା। ଡାକ୍ତର ମିଶ୍ରଙ୍କୁ ମାରିବାକୁ ଏମାନେ ଏତେ ଉଦ୍ବିଗ୍ନ ଉଚ୍ଛନ୍ନ ହେଇ ଉଠିଥିଲେ ଯେ ମନ୍ଦିର ଯିବା ପୂର୍ବରୁ ସେମାନେ ଆଗ ପଶିଲେ ଡାକ୍ତର ମିଶ୍ରଙ୍କ କ୍ଲିନିକରେ ଆଉ ପରିବାରଟା ସାରା ଗାଳିର ଗୁଳି ବର୍ଷା କରି ଚାଲିଲେ ଡାକ୍ତର ମିଶ୍ରଙ୍କ ଉପରେ। ଡାକ୍ତର ମିଶ୍ର କିନ୍ତୁ ଅବିଚଳିତ ଭାବେ ଗୋଟାଏ କ'ଣ ଲେଖି ସେଠଙ୍କ ହାତକୁ ବିନମ୍ରତାର ସହିତ ବଢ଼େଇ ଦେଲେ। ସେଠ ଦ୍ୱିଗୁଣିତ କ୍ରୋଧରେ ଚିତ୍କାର କରି ଉଠିଲେ, କ'ଣ ଇଏ? ଡାକ୍ତର ମିଶ୍ର ଶାନ୍ତ କଣ୍ଠରେ କହିଲେ, ଆପଣ ମୋ ଫିସ୍ ବାବଦକୁ ଯାଚି କରି ଦେଉଥିବା 500 ଟଙ୍କା ମୁଁ ଫେରେଇ ଦେଇଥିଲି ସେଦିନ। ଆଜି କିନ୍ତୁ ମୁଁ ମୋ ତରଫରୁ ଆପଣଙ୍କ ଠାରୁ ମୋ ଫିସ୍ ବାବଦ 50,000ର ରସିଦ ଦେଉଛି। ଆଉ ହଁ, ଏଠି ଦେଖନ୍ତୁ ଥୁଆ ହେଇଛି ୱେଇଂ ମେସିନ୍। ଆପଣ ଆସିଥିଲେ,
ଆପଣଙ୍କ ପୁଅର ଓଜନ କମେଇବା ପାଇଁ। ମୁଁ କେବଳ ଆପଣଙ୍କ ପୁଅର ନୁହେଁ, ଆପଣଙ୍କ ପରିବାରର ସବୁ ସଦସ୍ୟଙ୍କ ଓଜନ କମେଇ ଦେଇଛି। ଆପଣଙ୍କ ପୁଅ ତ ପୁରା ଝଡ଼ି କଣ୍ଟା ହେଇଯାଇଛି। ସମସ୍ତେ ନିଜ ନିଜର ଓଜନ ମାପି ନିଅନ୍ତୁ ଆଉ କହନ୍ତୁ ମୋ ଔଷଧ କାମ କରିଛି କି ନାହିଁ। ସେଠ୍ ଜଣକ ଡାକ୍ତରଙ୍କ ପାଦ ତଳେ ଲୋଟି ଭୋ ଭୋ ହେଇ କାନ୍ଦୁଥିଲେ। ପୁଅକୁ କୋଳେଇ ଧରି ମା ତାର କାନ୍ଦୁଥିଲା ଗୁମୁରି ଗୁମୁରି। ପରିବାରର ସମସ୍ତଙ୍କ ଆଖିରେ ଲୁହ ଲହଡ଼ି। ସମସ୍ତଙ୍କ କ୍ରୋଧଟା କେତେବେଳେ କ୍ରନ୍ଦନ ଆଉ କୃତଜ୍ଞତାର ରୂପ ନେଇଗଲା କେହି ବି ଜାଣିପାରିଲେନି। ମୃତ୍ୟୁ ଯେ ନିଶ୍ଚିତ, ଏଇ ବିଶ୍ୱାସ ସାରା ପରିବାରଟା ମନରେ ଡାକ୍ତର ମିଶ୍ର ଜନ୍ମାଇ ଦେଇ ପାରିଥିଲେ। ଔଷଧ ଦେଇଥିଲେ କେବଳ ସେଠଙ୍କ ପୁଅର ମେଦ ହ୍ରାସ ହୋଇଥାନ୍ତା, କିନ୍ତୁ ଏଇ ବିଶ୍ୱାସ ଟିକକ ଘର ବଉଁଶଟା ଯାକର ହାତୀ ଭଳିଆ ଚେହେରାକୁ 6ଟା ମାସରେ କମାଇ ଦେଇ ପାରିଲା। ଏଥର ଆସିବା ତୃତୀୟ ଉପାଖ୍ୟାନକୁ। ଗୋଟିଏ ଗାଁରେ ବୟସ୍କା ବୁଢ଼ୀଟିଏ ଥିଲା। ଦିନେ ତାଙ୍କ ପଡ଼ିଶା ପୁଅ ପୁରୀ ଯିବା ଶୁଣି ବୁଢ଼ୀ ଯାଇ ନିବେଦନ କଲା, ବାପାରେ, ଯାଉଛୁ ଜଗନ୍ନାଥଙ୍କ ପାଖକୁ, ମୋ ପାଇଁ ବଡ଼ଦାଣ୍ଡର ଧୂଳି ମୁଠାଏ ଆଣିବୁ। କାହିଁକି? କ'ଣ କରିବୁ ତାକୁ ନେଇ? ପଡ଼ିଶା ପୁଅ ପଚାରିଲା। ବୁଢ଼ୀ କହିଲା, ଜାଣିନୁ, ବଡ଼ଦାଣ୍ଡର ଧୂଳି ଭଳି ଅମୂଲ୍ୟ ଦରବ ଆଉ କିଛି ଅଛି? କେତେ ସାଧୁ ସନ୍ଥ ମୁନି ଋଷି ମହାପୁରୁଷଙ୍କ ପାଦ ଧୂଳି ମିଶିଛି ବଡ଼ଦାଣ୍ଡ ଧୂଳିରେ। 3 ଠାକୁରଙ୍କ ରଥଚକ ଲାଗି ଆହୁରି ପବିତ୍ର ସେ ଧୂଳି। ଯୋଉ କାମରେ ଯାଅ, ସେ ଧୂଳି ଟିକେ ମୁଣ୍ଡରେ ମାରିଗଲେ କାମ ହେଇକରି ଥୁଆ ହେଇଛି କହ। ଆଉ ଯିଏ ଯୋଉ ରୋଗରେ ବାଧିକି ପଡ଼ିଲେ ବି ସେ ଧୂଳି ଟିକେ ରୋଗୀର ମୁଣ୍ଡରେ ମାରିଦେଲେ ରୋଗ କୁଆଡ଼େ ଛାଡ଼ି ପଳେଇବ। ପଡ଼ିଶା ପୁଅ ପୁରୀ ଗଲା। କିନ୍ତୁ ଫେରିବା ବାଟରେ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ତାର ମନେ ପଡ଼ିଲା, ଆରେ ହେ, ସେ ବୁଢ଼ୀଟା କହିଥିଲା ବଡ଼ଦାଣ୍ଡ ଧୂଳି ପାଇଁ। ଆମ ଘରେ ଏବେ ସେ ନିଶ୍ଚୟ ଅପେକ୍ଷା କରି ବସିଥିବ। ଭଲା ଅଡ଼ୁଆରେ ପଡ଼ିଲା ମଣିଷ। ହଉ ମ, ବଡ଼ଦାଣ୍ଡ ଧୂଳି କିଏ ଆଉ ବରମୁଣ୍ଡା ଧୂଳି କିଏ? ଏ ବସ୍ଷ୍ଟାଣ୍ଡ ଧୂଳିରେ ପରା ସାରା ଓଡ଼ିଶା କାହିଁକି ସାରା ଭାରତର ଯାତ୍ରୀଙ୍କ ପାଦଧୂଳି ମିଶିଛି। ଏଇଆକୁ ନେଇଗଲେ ଚଳିବ। ସତକୁ ସତ ଗୋଟିଏ କାଗଜ ପୁଡ଼ିଆରେ ଆଞ୍ଜୁଳାଏ ଧୂଳି ବାନ୍ଧିଲା। ଘରେ ପହଞ୍ଚି ଦେଖିଲା, ସତରେ ବୁଢ଼ୀ ତା ଫେରନ୍ତା ବାଟକୁ ଚାତକ ପରାଏ ଅନେଇ ବସିଛି। ପୁଡ଼ିଆଟିକି ଧରିବା କ୍ଷଣି ବୁଢ଼ୀ ଭକ୍ତି ଗଦଗଦ ହେଇ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରିଲା। ଧୂଳି ପୁଡ଼ିଆଟିକି ମୁଣ୍ଡରେ ଲଗାଇ ପଡ଼ିଶା ପୁଅ ଆଉ ତାଙ୍କ ଘରର ସମସ୍ତଙ୍କ ମୁଣ୍ଡରେ ଛୁଆଇ ଆଶୀର୍ବାଦ ଅଜାଡ଼ି ପକେଇ ମନ ଖୁସିରେ ତା ଘରକୁ ଚାଲିଗଲା। ତାପରେ ଦେଖାଗଲା, ଯାହାର କିଛି ଦେହ ଖରାପ ହେଲା, ବୁଢ଼ୀ ତାକୁ ସେଇ ଧୂଳିରୁ କଣିକାଇ ଦେଇ କହେ, ରାବଣକୁ ରାମବାଣ ଭଳି ରୋଗକୁ ଜଗା ବାଣ। ଦେଖ, ରୋଗ ଯିବ ବୋଲି କୁଆଡ଼େ ବାଟ ପାଇବନି। ସତକୁ ସତ ପାଖ ପଡ଼ିଶା ସମସ୍ତଙ୍କର ରୋଗ ଭଲ ହେଇଯାଏ ସେଇ ଧୂଳିରେ। ଦିନେ କିନ୍ତୁ ସେଇ ପଡ଼ିଶା ପୁଅକୁ ଭୀଷଣ ଜ୍ୱର ହେଲା। ତା ବୋଉ ଯାଇ ବୁଢ଼ୀ ପାଖରୁ ସେଇ ଧୂଳି ଆଣି ପୁଅର ମୁଣ୍ଡରେ ବୋଳିଲା। କିନ୍ତୁ ହାୟ, କାହିଁକି ଭଲା କାମ ଦିଅନ୍ତା? ତା ପାଇଁ ତାହା ବଡ଼ଦାଣ୍ଡର ଧୂଳି ନଥିଲା, ଥିଲା ବରମୁଣ୍ଡାର ଧୂଳି। ବୁଢ଼ୀ ପାଖରେ ବିଶ୍ୱାସଘାତକତା କରି ସେ ଧୂଳି ଉପରୁ ବିଶ୍ୱାସ ହରେଇ ବସିଥିଲା। ସବୁବେଳେ ସବୁ କ୍ଷେତ୍ରରେ ବିଶ୍ୱାସ ଅବିଶ୍ୱାସର ଦ୍ୱନ୍ଦ୍ୱ, ଦୋଘାଇ, ଲୁଚକାଳି ଖେଳ, ଧାଁ ଦଉଡ଼ ଭିତରେ ବିଶ୍ୱାସରେ ହିଁ ବିଜୟ ହୁଏ। ଏ ବିଶ୍ୱଟା ହେଉଛି ବିଶ୍ୱାସର ବିଶ୍ୱ, ବିଶ୍ୱାସମୟ ବିଶ୍ୱ। ସକଳ ବିଦ୍ୟା, ବୁଦ୍ଧି, ବ୍ୟବସାୟ, ବିଧି, ବିଧାନ, ବ୍ୟବସ୍ଥା, ବ୍ୟବହାର ହେଉଛି ବିଶ୍ୱାସ ନିର୍ଭର। ବିଶ୍ୱାସ ହିଁ ଭକ୍ତି, ବିଶ୍ୱାସ ହିଁ ପ୍ରୀତି, ବିଶ୍ୱାସ ହିଁ ନୀତି ଏବଂ ପ୍ରକୃତରେ ବିଶ୍ୱାସ ହିଁ ଗତି, ବିଶ୍ୱାସ ହିଁ ମୁକ୍ତି, ବିଶ୍ୱାସ ହିଁ ଶକ୍ତି। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଜଣେ ବିଶିଷ୍ଟ ପ୍ରାବନ୍ଧିକଙ୍କର ବୋଉ ବିଶ୍ୱବିଦ୍ୟାଳୟ ପୁସ୍ତକ ସଂକଳନସ୍ଥ ଏକ ସୁନ୍ଦର ପ୍ରବନ୍ଧ। ପ୍ରବନ୍ଧର ଶୀର୍ଷକ ଥିଲା ବିଶ୍ୱାସ। ଏହାର ପ୍ରାବନ୍ଧିକ ଥିଲେ ଶ୍ରୀଯୁକ୍ତ ବୈଷ୍ଣବ ଚରଣ ମହାନ୍ତି। এই ରମ୍ୟ ରଚନାଟି ବିଶ୍ୱାସକୁ ନେଇକି ତାଙ୍କର ତର୍କ ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।